ଏମିତି ହେଇପାରିବି କି ପ୍ରଭୁ? Such a spiritual life with no smell of flesh. ଏପରି ଆତ୍ମିକତା କି ଶାରୀରିକ ମନୋଭାବର ବାସନା ନ ଆସୁ ଶୈତାନକୁ। ଆକୁ ଲୋଭରେ ପକାଇକି, ଆକୁ ବ୍ୟଭିଚାରରେ ପକାଇକି, ଆକୁ ଆକର୍ଷଣରେ ପକାଇକି ତାକୁ ଟିକେ ପରୀକ୍ଷା କରିବେ ବୋଲି ଭୂତ ମାନେ ଯେତେବେଳେ ପାଖକୁ ଆସିବେ, ଆମଠାରେ କୌଣସି ଶାରୀରିକତା, ମାଂସର ଲୋଭ ମାନେ ଶରୀରର କର୍ମ, ଶାରୀରିକ କାମନା ଯାକ ର ସ୍ମେଲ ବି ନ ଆସୁ ତାକୁ, କି ଶୈତାନ କହିବ ନା ଆକୁ ପକାଇବାଟା କଷ୍ଟ ଅଛି, ଚାଲରେ ପଳେଇବା। ଶୈତାନ ପାଖକୁ ଆସିଲେ ବି ଭାବିବାର ଅଛି ही इज नॉट फिट फॉर अस, ये हमारे लिए काम नहीं चलेगा, इससे काम नहीं होगा, चलो पଳାଇବା। ଆଉ ଆତ୍ମିକତା ମାନେ ସେଇଟା କି ଆମେ ଶରୀରରେ ଥିଲେ ବି, ଜଗତରେ ଥିଲେ ବି, ନା ଶାରୀରିକତା ଥାଉ ନା ସାଂସାରିକତା ଥାଉ, ଆମଠାରେ ଆତ୍ମାରେ ଆରମ୍ଭ କରି ଆଜି ଶରୀରକୁ ସୁଖ ଦେଇକି କଣ ଲାଭ କରୁଛୁ ଆମେ? ସ୍ୱର୍ଗ ସୁସମାଚାର କୋଉଟା ଶୁଣିଲୁ? ସ୍ୱର୍ଗ ରାଜ୍ୟ ପ୍ରସ୍ତୁତ ହେବା ବୋଲେ ଆରମ୍ଭ କରିକି ଆଜି ଦୁନିଆ, ଦେଶ, ଗାଁ ପାଇଁ ପ୍ରାର୍ଥନା ଚାଲିଛି। ଆମେ ଆତ୍ମା ଲାଭ କଲେ ମଧ୍ୟ ସେମାନଙ୍କୁ ସୁସ୍ଥ କରିବା ପାଇଁ ନୁହେଁ, ସ୍ୱର୍ଗକୁ ନେବା ପାଇଁ ଅଟେ। ଆଜି ସୁସ୍ଥ କଲେ ବି କାଲି ଆଉ ଗୋଟେ ରୋଗ ଆସିପାରେ, କି କାଲି ମରି ବି ପାରନ୍ତି। କଣ ଲକ୍ଷ୍ୟ କଣ? हाउ नॉट टू डाई, बस कैसे जीना है वो बाद में सोचेंगे, कैसे नहीं मरना ये पहले होना चाहिए। हाउ नॉट टू डाई, କେମିତି ଶେଷ ନ ହେଉ ଆମର ଜୀବନ, ଆମର ଶେଷ ଅବସ୍ଥା ବିବେଚନା କରିବା।